तुमे मो माता स पिता तुमेवं तुमे मो बंधु सखा तुमेवं तुमे मो विद्या द्रविणं तुमेव तुमे मो सरदेव मम देव देवम्। ଅଥ ଚତୁର୍ଥ ଅଧ୍ୟାୟ ଭକ୍ତିଦେବଙ୍କର କଷ୍ଟ ନିବୃତ୍ତି। ଶ୍ରୀ ନାରଦ କହିଲେ, ତାହା ହେଲେ ମୁଁ ଭକ୍ତି ଜ୍ଞାନ ଓ ବୈରାଗ୍ୟଙ୍କୁ ପ୍ରତିଷ୍ଠିତ କରିଦେବା ନିମନ୍ତେ ଶ୍ରୀ ଶୁକଦେବଙ୍କୁ ବର୍ଣ୍ଣିତ ଉଜ୍ଜ୍ୱଳ ଓ ଭାଗବତ କଥା ଦ୍ୱାରା ଯତ୍ନପୂର୍ବକ ଜ୍ଞାନ ଯଜ୍ଞ କରିବି। ଆପଣମାନେ ମୋତେ ଗୋଟିଏ ଉପଯୁକ୍ତ ସ୍ଥାନ କହିଦିଅନ୍ତୁ, ଯେଉଁଠିକି ମୁଁ ଉକ୍ତ ଯଜ୍ଞ କରିବି। ଆପଣମାନେ ତ ବେଦରେ ପାରଙ୍ଗମ, ତେଣୁ ମୋତେ ଏହି ଶୁକଶାସ୍ତ୍ର ମହିମା କୁହନ୍ତୁ। ଶ୍ରୀମଦ୍ଭାଗବତ କଥା କେତେ ଦିନ ଭିତରେ ଶୁଣାଇବା ଉଚିତ ଓ ତାହା ଶୁଣିବାର ବିଧି କ'ଣ, ମୋତେ ତାହା ମଧ୍ୟ କହିଦିଅନ୍ତୁ। ସନକାଦି କହିଲେ, ହେ ନାରଦ, ଆପଣ ବାସ୍ତବରେ ବଡ଼ ବିନୟୀ ଓ ବିବେକୀ, ତେଣୁ ଆମେ ସମସ୍ତ ବିଷୟ କହିଦେଉଛୁ, ଶୁଣନ୍ତୁ। ହରିଦ୍ୱାର ନିକଟରେ ଗଙ୍ଗା ନଦୀ ତଟରେ ଆନନ୍ଦ ଘାଟ ନାମକ ଗୋଟିଏ ସ୍ଥାନ ଅଛି। ସେଠାରେ ଅନେକ ଋଷି ବାସ କରନ୍ତି। ଦେବତା ଓ ସିଦ୍ଧମାନେ ମଧ୍ୟ ସେହି ତୀର୍ଥ ସେବନ ବାସ କରନ୍ତି। ସେଠାରେ ନାନା ପ୍ରକାର ବୃକ୍ଷଲତା ପୂର୍ଣ୍ଣ ହୋଇ ରହିଛି ଓ ଘାଟଟି ସୁସ୍ଥ ସୁକୋମଳ ବାଲୁକାରେ ପୂର୍ଣ୍ଣ। ଘାଟଟି ବଡ଼ ସୁନ୍ଦର ଏବଂ ସ୍ଥାନଟି ଅତ୍ୟନ୍ତ ନିରୋଳା। ସେଠାରେ ସର୍ବଦା ସ୍ୱର୍ଣ୍ଣକମଳ ସୁଗନ୍ଧ ପ୍ରସରିତ ହୋଇଥାଏ। ସେହିପରି ଆଖପାଖରେ ରହିଥିବା ସିଂହ, ହାତୀ ଆଦି ପାରସ୍ପରିକ ଶତ୍ରୁତା ଥିବା ଜୀବମାନଙ୍କ ମଧ୍ୟରେ ବି ବୈରଭାବ ନାହିଁ। ସେଠାରେ ଆପଣ ଜ୍ଞାନଯଜ୍ଞ ଆରମ୍ଭ କରିଦିଅନ୍ତୁ। ସେଠାରେ ଅନାଶ୍ରୟରେ ଭାଗବତ କଥା ଅପୂର୍ବ ରସ ଉଦୟ ହେବ। ଆପଣ ଦେଖିବେ, ଭକ୍ତି ଦେବୀ ମଧ୍ୟ ଦୁର୍ବଳ ଓ ଜଳସ୍ନାନ ଅବସ୍ଥାରେ ପଡ଼ିଥିବା ଜ୍ଞାନ ଓ ବୈରାଗ୍ୟଙ୍କୁ ସାଥିରେ ଧରି ସେଠାକୁ ଚାଲି ଆସିବେ। କାରଣ ଯେଉଁଠି ଭାଗବତ କଥା ଅନୁଷ୍ଠାନ ହୁଏ, ସେଠାରେ ଭକ୍ତି ଦେବୀ ଆଦି ସ୍ୱତଃ ଆସି ପହଞ୍ଚି ଯାଆନ୍ତି। ସେଠାରେ ସେମାନଙ୍କର କାନରେ ଭଗବତ କଥା ଶବ୍ଦ ପଡ଼ିବା ମାତ୍ରେ ତିନି ଜଣ ଯାକ ତରୁଣ ଅବସ୍ଥା ଫେରି ପାଇବେ। ଶ୍ରୀ ସୂତ ମୁନି କହି ଚାଲିଲେ। ଏହିପରି କହି ସନକାଦି ମଧ୍ୟ ଶ୍ରୀମଦ୍ଭାଗବତ କଥାମୃତ ପାନ କରିବା ନିମନ୍ତେ ନାରଦଙ୍କ ସହିତ ତୁରନ୍ତ ଗଙ୍ଗାତଟକୁ ଚାଲି ଆସିଲେ। ସେମାନେ ଆସି ସେହି ଘାଟରେ ପହଞ୍ଚୁ ପହଞ୍ଚୁ ଭୂଲୋକ, ଦେବଲୋକ ଓ ବ୍ରହ୍ମଲୋକ ଆଦି ସବୁ ଲୋକର ପଚାରିତ ହୋଇଗଲା ଯେ ସେଠାରେ ଭାଗବତ କଥା ଆୟୋଜିତ ହେଉଛି। ଯେଉଁଠି ଯେତେ ଭଗବତ କଥା ଋଷିକ ବିଷ୍ଣୁ ଭକ୍ତ ଥିଲେ, ଅନ୍ୟମାନେ ଆସିବା ପୂର୍ବରୁ ସେମାନେ ସମସ୍ତେ ଶ୍ରୀମଦ୍ ଭାଗବତ କଥାମୃତ ପାନ କରିବା ନିମନ୍ତେ ସେଠାକୁ ଧାଇଁ ଆସିଲେ। ଭୃଗୁ, ବଶିଷ୍ଠ, ଚ୍ୟବନ, ଗୌତମ, ମେଧାତିଥି, ଦେବରାଜ, ପରଶୁରାମ, ବିଶ୍ୱାମିତ୍ର, ଶାକୁଳ, ମାର୍କଣ୍ଡେୟ, ଦତ୍ତାତ୍ରେୟ, ପୁଷ୍ପଦତ୍ତ, ଯୋଗେଶ୍ୱର, ବ୍ୟାସ, ପରାଶର,
ଛାୟାକୂଳ, ଜାଜଳି, ଜହ୍ନ ଆଦି ସବୁ ପ୍ରଧାନ ମୁନି ନିଜ ନିଜର ପୁତ୍ର, ଶିଷ୍ୟ ଏବଂ ସ୍ତ୍ରୀଙ୍କୁ ଧରି ଅତି ଆନନ୍ଦରେ ଆସି ସେଠାରେ ପହଞ୍ଚିଗଲେ। ସେମାନଙ୍କ ଛଡ଼ା ବେଦ, ବେଦାନ୍ତ, ମନ୍ତ୍ର, ତନ୍ତ୍ର, ସପ୍ତଦଶ ପୁରାଣ ଏବଂ ଫଟଶାସ୍ତ୍ର ମଧ୍ୟ ମୂର୍ତ୍ତମାନ ହୋଇ ସେଠାରେ ଉପସ୍ଥିତ ହେଲେ। ଗଙ୍ଗା ଆଦି ନଦୀମାନେ, ପୁଷ୍କର ଆଦି ସରୋବରମାନେ, କୁରୁକ୍ଷେତ୍ର ଆଦି କ୍ଷେତ୍ରମାନ, ଦଣ୍ଡକ ଆଦି ବନମାନେ, ହିମାଳୟ ଆଦି ପର୍ବତମାନ, ଦିଗମାନେ ତଥା ଦେବ, ଗନ୍ଧର୍ବ ଓ ଦାନବ ଆଦି ସମସ୍ତେ ଭାଗବତ ଶୁଣିବାକୁ ଚାଲି ଆସିଲେ। ଯେଉଁମାନେ ନିଜର ଗୌରବ ଓ ଗରିମା କାରଣରୁ ଆସୁନଥିଲେ, ମହର୍ଷି ଭୃଗୁ ସେମାନଙ୍କୁ ବୁଝାଇ ସୁଝାଇ ସେଠାକୁ ନେଇ ଆସିଲେ। କଥା ଭାଗବତ ପ୍ରବଚନ ଶୁଣାଇବା ନିମନ୍ତେ ଦୀକ୍ଷିତ ହୋଇ ଶ୍ରୀକୃଷ୍ଣ ପରାୟଣ ସନକାଦି 4 ଋଷି ନାରଦଙ୍କ ପ୍ରଦତ୍ତ ଶ୍ରେଷ୍ଠ ଆସନରେ ବିରାଜମାନ ହେଲେ। ସମସ୍ତେ ଶ୍ରୋତା ସେମାନଙ୍କୁ ବନ୍ଦନା କଲେ। ଶ୍ରୋତାମାନେ ମଧ୍ୟ ବୈଷ୍ଣବ, ବୈରାଗୀ, ସନ୍ନ୍ୟାସୀ ଓ ବ୍ରହ୍ମଚାରୀମାନେ ଆଗରେ ବସିଲେ ଏବଂ ସେ ସମସ୍ତଙ୍କ ଆଗରେ ନାରଦ ବିରାଜମାନ ହେଲେ। ଗୋଟିଏ ପଟେ ଋଷିଗଣ, ଆଉ ଗୋଟିଏ ପଟେ ଦେବଗଣ ବସିଲେ। ଦେବ, ବେଦ ଓ ଉପନିଷଦ ଗୋଟିଏ ସ୍ଥାନରେ ଏବଂ ତୀର୍ଥମାନ ଅନ୍ୟ ଏକ ସ୍ଥାନରେ ବସିଲେ ଏବଂ ଅନ୍ୟ ଏକ ସ୍ଥାନରେ ବସିଲେ ନାରାୟଣ। ତାପରେ ସକଳ ଦିଗରୁ ଜୟ ଜୟକାର, ନମସ୍କାର ଓ ଶଙ୍ଖ ଧ୍ୱନି ହେବାକୁ ଲାଗିଲା ଏବଂ ବହୁ ପରିମାଣର ଅବିର, କୁଙ୍କୁମ, ଖଇ ଏବଂ ଫୁଲ ବୃଷ୍ଟି ହେଲା। କେତେକ ଶ୍ରେଷ୍ଠ ଦେବତା ବିମାନମାନଙ୍କରେ ବସି ଆକାଶ ମାର୍ଗରୁ ହିଁ ସେଠାରେ ଉପସ୍ଥିତ ସମସ୍ତଙ୍କ ଉପରେ ପୁଷ୍ପଗୁଚ୍ଛ ପୁଷ୍ପ ବୃଷ୍ଟି କଲେ। ଶ୍ରୀ ସୂତ ମୁନି କହି ଚାଲିଲେ, ଏହିପରି ଭାବରେ ପୂଜା ସମାପ୍ତ ହେବା ପରେ ଯେତେବେଳେ ସମସ୍ତେ ଏକାଗ୍ର ଚିତ୍ତରେ ହୋଇଗଲେ, ସେତେବେଳେ ସନକାଦି ଋଷି ମହାତ୍ମା ନାରଦଙ୍କୁ ଶ୍ରୀମଦ୍ ଭାଗବତ ମହାସ୍ମୃତି ପୁଷ୍ପ ଭାବରେ ଶୁଣାଇବାକୁ ଆରମ୍ଭ କଲେ। ସନକାଦି କହିଲେ, ବର୍ତ୍ତମାନ ଆମେ ଆପଣମାନଙ୍କୁ ଭାଗବତ ଶାସ୍ତ୍ର ମହିମା ଶୁଣାଉଛୁ। ଏହା ଶ୍ରବଣ କରିବା ମାତ୍ରେ ମୁକ୍ତି ହାତ ମୁଠାକୁ ଚାଲି ଆସେ। ଶ୍ରୀମଦ୍ ଭାଗବତ କଥା ସର୍ବଦା ଶ୍ରବଣ ଓ ଆସ୍ୱାଦନ କରିବା ଆବଶ୍ୟକ। ଏହା ଶ୍ରବଣ କରିବା ମାତ୍ରେ ଶ୍ରୀହରି ଆସି ହୃଦୟରେ ବିରାଜିତ ହୋଇଯାନ୍ତି। ଏହି ଗ୍ରନ୍ଥରେ 18,000 ଶ୍ଲୋକ, 12ଟି ସ୍କନ୍ଧ ରହିଛି ତଥା ଏଥିରେ ଶ୍ରୀ ଶୁକଦେବ ଓ ରାଜା ପରୀକ୍ଷିତଙ୍କର ସମ୍ବାଦ ରହିଛି। ଆପଣମାନେ ଏହି ଭାଗବତ ଶାସ୍ତ୍ର ମନଧ୍ୟାନ ଦେଇ ଶୁଣନ୍ତୁ। ଯେପର୍ଯ୍ୟନ୍ତ କ୍ଷଣକ ପାଇଁ ହେଲେ ମଧ୍ୟ ଏହି ଶୁକ ଶାସ୍ତ୍ର କଥା କାନରେ ପଡ଼ି ନଥାଏ, ସେ ପର୍ଯ୍ୟନ୍ତ ଜୀବ ଅଜ୍ଞାନବଶତଃ ଏହି ସଂସାର ଚକ୍ରରେ ପଡ଼ି ଘୂରୁଥାଏ। ମୁକ୍ତି ଦେବା ନିମନ୍ତେ ଏକମାତ୍ର ଭାଗବତ ଶାସ୍ତ୍ର ସେବନ ହିଁ ଯଥେଷ୍ଟ। ତେଣୁ ଅନ୍ୟାନ୍ୟ ନାନାବିଧ ଶାସ୍ତ୍ର ଓ ପୁରାଣ ଶୁଣି ଲାଭ କ'ଣ? ସେସବୁ ଶୁଣିଲେ ବରଂ ବୃଥାରେ ମନୁଷ୍ୟର ଭ୍ରମ ବଢ଼େ। ଯେଉଁ ଘରେ ପ୍ରତିଦିନ ଶ୍ରୀମଦ୍ ଭାଗବତ କଥା ଚର୍ଚ୍ଚା ହୁଏ, ସେହି ଘର ତୀର୍ଥରୂପ ହୋଇଯାଏ ଏବଂ ସେହି ଘରର ଲୋକମାନଙ୍କର ସକଳ ପାପ ନଷ୍ଟ ହୋଇଯାଏ। ଏହି ଶୁକ ଶାସ୍ତ୍ର କଥାର ପ୍ରଭାବ 16 ଅଣା ହେଲେ 1000 ଅଶ୍ୱମେଧ ଓ 100 ବାଜପେୟ ଯଜ୍ଞର ପ୍ରଭାବ ମିଶି ଅଣାଯାଏ ମଧ୍ୟ ହୋଇପାରିବ ନାହିଁ। ହେ ତପସ୍ୱୀ ମୁନି, ମୁଁ ଋଷିଗଣ, ଯେପର୍ଯ୍ୟନ୍ତ ମନୁଷ୍ୟର ଭୁଲ ରୂପେ ଶ୍ରୀମଦ୍ ଭାଗବତ ଶ୍ରବଣ କରିନାହିଁ,
ସେ ପର୍ଯ୍ୟନ୍ତ ତାହା ଦେହରେ ପାପ ନିବାସ କରିଥାଏ। ଫଳ ଦୃଷ୍ଟିରୁ ଦେଖିଲେ ଗଙ୍ଗା, ଗୟା, କାଶୀ, ପୁଷ୍କର ବା ଗୟା ଆଦି କୌଣସି ତୀର୍ଥ ଏହି ଶୁକଶାସ୍ତ୍ର ସମକକ୍ଷ ହୋଇପାରିବେ ନାହିଁ। ଯଦି ଆପଣମାନେ ପରମଗତି ପ୍ରାପ୍ତ ଚାହାନ୍ତି, ତେବେ ପ୍ରତିଦିନ ନିଜ ମୁଖରେ ଶ୍ରୀମଦ୍ ଭାଗବତ ଅନ୍ତତଃ ଗୋଟିଏ ଶ୍ଲୋକ ବା ତା'ର ଅର୍ଦ୍ଧେକ ଅଥବା ଏକ ଚତୁର୍ଥାଂଶ ନିୟମ ପୂର୍ବକ ପାଠ କରନ୍ତୁ। ଓଁକାର, ଗାୟତ୍ରୀ, ପୁରୁଷ ସୂକ୍ତ, ତିନି ବେଦ, ଶ୍ରୀମଦ୍ ଭାଗବତ, ଓମ୍ ନମୋ ଭଗବତେ ବାସୁଦେବାୟ। ଓଁକାର, ଗାୟତ୍ରୀ, ପୁରୁଷ ସୂକ୍ତ, ତିନି ବେଦ, ଶ୍ରୀମଦ୍ ଭାଗବତ, ଓମ୍ ନମୋ ଭଗବତେ ବାସୁଦେବାୟ। ଏହି ଦ୍ୱାଦଶ କ୍ଷେତ୍ର ମନ୍ତ୍ର ଦ୍ୱାଦଶ ମୂର୍ତ୍ତିଧାରୀ ସୂର୍ଯ୍ୟ ଭାଗବତ ପ୍ରୟାଗ ବଂଶସ୍ୱର ସ୍ୱରୂପ କାଳ ବ୍ରହ୍ମଣ ଅଗ୍ନିହୋତ୍ର ଗୋମାତା ଦ୍ୱାଦଶୀ ତିଥି ତୁଳସୀ ବସନ୍ତ ଋତୁ ଏବଂ ଭଗବାନ ପୁରୁଷୋତ୍ତମ ଏସବୁ ମଧ୍ୟ ବୁଦ୍ଧିମାନ ଲୋକ ବସ୍ତୁତଃ କୌଣସି ପ୍ରଭେଦ ଥିବା ସ୍ୱୀକାର କରନ୍ତୁ ନାହିଁ। ଯେ ପ୍ରତ୍ୟହ ଅର୍ଥ ସହିତ ଶ୍ରୀମଦ୍ ଭାଗବତ ଶାସ୍ତ୍ର ପାଠ କରେ, ତା'ର କୋଟି ଜନ୍ମର ପାପ ଯେ ନଷ୍ଟ ହୋଇଯାଏ, ସେଥିରେ ତିଳେମାତ୍ର ସନ୍ଦେହ ନାହିଁ। ଯେ ପ୍ରତିଦିନ ଭାଗବତ ଗୋଟିଏ ଶ୍ଲୋକ ଅଧା ଏହିପରିକି ଏକ ଚତୁର୍ଥାଂଶ ଅର୍ଥ ସହିତ ପଢ଼େ, ତାକୁ ରାଜସ୍ୱ ଓ ଅଶ୍ୱମେଧ ଯଜ୍ଞର ଫଳ ମିଳେ। ନିତ୍ୟ ଭାଗବତ ପାଠ କରିବା, ନିତ୍ୟ ଭଗବତ ଚିନ୍ତନ କରିବା, ନିତ୍ୟ ତୁଳସୀ ବୃକ୍ଷରେ ଜଳ ଦେବା ଏବଂ ପ୍ରତିଦିନ ଗୋମାତାଙ୍କ ସେବା କରିବା, ଏହି ଚାରିଟି କର୍ମ ସମାନ ଫଳପ୍ରଦ। ଯେଉଁ ବ୍ୟକ୍ତି ଜୀବନର ଅନ୍ତ କାଳରେ ଶ୍ରୀମଦ୍ ଭାଗବତ କାବ୍ୟ ଶ୍ରବଣ କରନ୍ତି, ଭଗବାନ ତାଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ ବୈକୁଣ୍ଠ ଧାମ ପ୍ରଦାନ କରନ୍ତି। ଯେଉଁ ବ୍ୟକ୍ତି ଏହି ମହାପୁରାଣକୁ ସୁବର୍ଣ୍ଣ ସିଂହାସନରେ ରଖି ବିଷ୍ଣୁ ଭକ୍ତଙ୍କୁ ଦାନ କରନ୍ତି, ସେହି ନିଶ୍ଚିତ ରୂପରେ ଭଗବାନଙ୍କର ସାଯୁଜ୍ୟ ଲାଭ କରନ୍ତି। ଯେଉଁ ମୂଢ଼ ନର ନିଜର ଜୀବନ କାଳ ମଧ୍ୟରେ ଚିତ୍ତ ଏକାଗ୍ରତ କରି ଶ୍ରୀମଦ୍ ଭାଗବତାମୃତ ସାମାନ୍ୟ ଟିକିଏ ବି ଜାଣନ୍ତୁ, ସେ ତା'ର ସମଗ୍ର ଆୟୁ ଚାଣ୍ଡାଳ ଓ ଗର୍ଦ୍ଦଭ ପରି ବୃଥାରେ ହିଁ କଟାଇ ଦେଲା। ସେହି ମୂଢ଼ ନିଜ ମାତାଙ୍କୁ କେବଳ ପ୍ରସବ ପୀଡ଼ା ଦେବା ନିମନ୍ତେ ହିଁ ଜନ୍ମ ହୋଇଥିଲା। ଯେ ଏହି ଶୁକଶାସ୍ତ୍ରକୁ ସାମାନ୍ୟ ଟିକେ ବି ଶୁଣେ ନାହିଁ, ସେହି ପାପାତ୍ମା ତ ବଞ୍ଚି ଥାଉ ଥାଉ ମୂର୍ଦ୍ଛାର ସଦୃଶ। ସ୍ୱର୍ଗର ଦେବାଧିପତି ଇନ୍ଦ୍ରାଦି କହିଥାନ୍ତି, ପୃଥିବୀ ଭାର ସ୍ୱରୂପ ହୋଇଥିବା ସେହି ପଶୁତୁଲ୍ୟ ମନୁଷ୍ୟକୁ ସଂସାରରେ ଶ୍ରୀମଦ୍ ଭାଗବତ କଥା ଶୁଣିବାକୁ ମିଳିବା ନିଶ୍ଚିତ ରୂପେ ଦୁର୍ଲଭ। କୋଟିଏ ଜନ୍ମର ପୁଣ୍ୟ ବଳରେ ଏହା ଶୁଣିବାକୁ ମିଳିଥାଏ। ହେ ନାରଦ, ଆପଣ ସତରେ ବଡ଼ ବୁଦ୍ଧିମାନ ଓ ଯୋଗନିଧି। ଆପଣ ଯତ୍ନର ସହିତ ଏହା ଶ୍ରବଣ କରନ୍ତୁ। ଏହି ଭାଗବତ କଥା କେତେ ଦିନ ଶୁଣିବାକୁ ପଡ଼ିବ, ସେହିପରି କିଛି ନିର୍ଦ୍ଦିଷ୍ଟ ନିୟମ ନାହିଁ। ଏହାକୁ ସର୍ବଦା ଶୁଣିବା ଭଲ। ସତ୍ୟବାଦିତା ଓ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ଏହା ସର୍ବଦା ଶୁଣିବା ଉଚିତ ବୋଲି ମତ ଦିଆଯାଏ। କିନ୍ତୁ କଳିଯୁଗରେ ତ ସେହିପରି ହୋଇପାରିବା କଠିନ। ତେଣୁ ଏହି ବିଷୟରେ ଶ୍ରୀ ଶୁକଦେବ ଯେଉଁ ବିଶେଷ ବିଧି କହିଯାଇଛନ୍ତି, ତାହା ଜାଣି ରଖିବା ଉଚିତ। କଳିଯୁଗରେ ବହୁଦିନ ଧରି ଚିତ୍ତବୃତ୍ତିକୁ ବଶରେ ରଖିବା, ନୀତି ନିୟମରେ ରହିବା ଏବଂ କୌଣସି ପୁଣ୍ୟ କାର୍ଯ୍ୟ ନିମନ୍ତେ ଦୀକ୍ଷିତ ହୋଇ ରହିବା ବଡ଼ କଠିନ।
ତେଣୁ ଭାଗବତ ପାଇଁ ସପ୍ତାହ ଶ୍ରବଣ ବିଧି ରଖାଯାଇଛି। ଏହା ଶ୍ରଦ୍ଧାପୂର୍ବକ ବି ଶ୍ରବଣ କଲେ ଅଥବା ମାଘ ମାସର ଶ୍ରବଣ କଲେ ଯେଉଁ ଫଳ ମିଳେ ସପ୍ତାହ ଶ୍ରବଣରୁ ମଧ୍ୟ ସେହି ଫଳ ମିଳେ ବୋଲି ଶ୍ରୀ ଶୁକଦେବ ନିର୍ଦ୍ଧାରଣ କରିଛନ୍ତି। ମନରେ ଅସଂଯମତା, ରୋଗର ବହୁଳତା ଏବଂ ଆୟୁର ଅଳ୍ପତା ହେତୁ ଯଥା କଳିଯୁଗରେ ଅନେକ ଦୋଷର ସମ୍ଭାବନା ରହିଥିବାରୁ ହିଁ ସପ୍ତାହ ଶ୍ରବଣରେ ବିଧାନ କରାଯାଇଛି। ତପଯୋଗ ଓ ସମାଧିରୁ ମଧ୍ୟ ଯେଉଁ ଫଳ ମିଳିପାରେ ନାହିଁ ଅଖଣ୍ଡ ଭାବରେ ସପ୍ତାହ ଶ୍ରବଣରୁ ସେହି ଫଳ ସହଜରେ ମିଳିଯାଏ। ଶ୍ରୀମଦ୍ ଭାଗବତ ସପ୍ତାହ ଶ୍ରବଣ କରିବା ଯଜ୍ଞଠାରୁ ମଧ୍ୟ ଶ୍ରେଷ୍ଠତର। ଏହା ବ୍ରତ, ତପ, ତୀର୍ଥ ସେବନ ଓ ଯୋଗଠାରୁ ମଧ୍ୟ ଶ୍ରେଷ୍ଠତର। ଏହିପରିକି ଏହା ଧ୍ୟାନ ଓ ଯଜ୍ଞଠାରୁ ମଧ୍ୟ ଶ୍ରେଷ୍ଠତର। ଭାଗବତ ସପ୍ତାହ ଶ୍ରବଣ ବିଶେଷତ୍ୱ ମୁଁ କେତେ ଅବା ବର୍ଣ୍ଣନା କରିପାରିବି? ଅତ୍ୟନ୍ତ ଆନନ୍ଦ କଥା ଯେ ଏହା ସବୁ କିଛିଠାରୁ ମଧ୍ୟ ଶ୍ରେଷ୍ଠତର। ସୈନିକ ପଚାରିଲେ, ହେ ଦୂତ ମହାରାଜ, ଆପଣ ଯାହା ସବୁ କହିଲେ ଏସବୁ ତ ବଡ଼ ଆଶ୍ଚର୍ଯ୍ୟ ପରି ଲାଗୁଛି। ଅବଶ୍ୟ ଗୋଟିଏ କଥା ସତ ଯେ ଭାଗବତ ପୁରାଣ ଯୋଗଭୋକ୍ତା ବ୍ରହ୍ମାଙ୍କ ମଧ୍ୟ ଆଦିକାରଣ ଶ୍ରୀନାରାୟଣଙ୍କୁ ନିରୂପଣ କରେ। କିନ୍ତୁ ଏହି ପୁରାଣ ମୋକ୍ଷ ପ୍ରାପ୍ତି କ୍ଷେତ୍ରରେ ଜ୍ଞାନାଦି ସକଳ ସାଧନକୁ ହରାଇ ଦେଇ ଏ ଯୁଗରେ ସବୁଠାରୁ ଶ୍ରେଷ୍ଠ କିପରି ହୋଇଗଲା? ଶ୍ରୀ ସୂତ କହି ଚାଲିଲେ, ହେ ସୈନିକ, ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଏହି ଧରାଧାମ ଛାଡ଼ି ନିଜର ନିତ୍ୟ ଧାମକୁ ଯିବାକୁ ବସିଲେ ସେତେବେଳେ ତାଙ୍କର ମୁଖ୍ୟ ଅରବିନ୍ଦରୁ ଏକାଦଶ ସ୍କନ୍ଧର ଜ୍ଞାନୋପଦେଶ ଶ୍ରବଣ କରି ମଧ୍ୟ ଉଦ୍ଧବ ପଚାରିଲେ, ହେ ଗୋବିନ୍ଦ, ବର୍ତ୍ତମାନ ତ ଆପଣ ନିଜ ଭକ୍ତମାନଙ୍କର କାର୍ଯ୍ୟ କରିଦେଇ ସ୍ୱଧାମକୁ ଚାଲିଯିବାକୁ ଚାହୁଁଛନ୍ତି, କିନ୍ତୁ ମୋର ମନରେ ଗୋଟିଏ ବଡ଼ ଚିନ୍ତା ଜାଗ୍ରତ ହୋଇଛି। ଆପଣ ତାହା ଶୁଣି ମୋତେ ଶାନ୍ତି ପ୍ରଦାନ କରନ୍ତୁ। ବର୍ତ୍ତମାନ ଜାଣନ୍ତୁ, ଘୋର କଳିକାଳ ଆସିଗଲା। ତେଣୁ ସଂସାରରେ ପୁନର୍ବାର ଅନେକ ଦୁଷ୍ଟ ଜନ୍ମିବେ। ସେମାନଙ୍କର ସଂସ୍ପର୍ଶରେ ଆସି ଯେତେବେଳେ ଅନେକ ସତ୍ପୁରୁଷ ମଧ୍ୟ ଉଗ୍ର ସ୍ୱଭାବର ହୋଇଯିବେ, ସେତେବେଳେ ସେମାନଙ୍କର ଭାରରେ ଆକ୍ରାନ୍ତ ହୋଇ ଗୋରୁପରାଧିଣୀ ପୃଥିବୀ କାହାର ଶରଣ ନେବ? ହେ କମଳ ଲୋଚନ, ଆପଣଙ୍କ ବ୍ୟତୀତ ପୃଥିବୀକୁ ରକ୍ଷା କରିବା ଭଳି ଦ୍ୱିତୀୟ ପୁରୁଷ ତ କେହି ଦେଖାଯାଉନାହାନ୍ତି। ତେଣୁ ହେ ଭକ୍ତବତ୍ସଳ, ଆପଣ ସାଧୁମାନଙ୍କ ଉପରେ କୃପା କରି ଏଠାରୁ ଚାଲିଯାଆନ୍ତୁ ନାହିଁ। ହେ ଭଗବାନ, ଆପଣ ନିରାକାର ଓ ଚିନ୍ମୟତ୍ର ହୋଇ ମଧ୍ୟ ଭକ୍ତମାନଙ୍କ ନିମନ୍ତେ ହିଁ ତ ସଗୁଣ ରୂପ ଧାରଣ କରୁଛନ୍ତି। ଏବେ ଭଲା ଆପଣଙ୍କର ବିୟୋଗ ଭକ୍ତମାନେ ପୃଥିବୀରେ କିପରି ରହିପାରିବେ? ନିର୍ଗୁଣ ଉପାସନା ତ ବଡ଼ କଷ୍ଟକର। ତେଣୁ ଆପଣଙ୍କୁ ପାଇବା କିଛି। ଏବେ ଭଲା ଆପଣଙ୍କ ବିୟୋଗରେ ଭକ୍ତମାନେ ପୃଥିବୀରେ କିପରି ରହିପାରିବେ? ନିର୍ଗୁଣୋପାସନା ତ ବଡ଼ କଷ୍ଟକର। ତେଣୁ ଆପଣଙ୍କୁ ପାଇବାର କିଛି ସରଳ ଉପାୟ ବିଷୟରେ ଚିନ୍ତା କରନ୍ତୁ। ସୂତ ମୁନି କହି ଚାଲିଲେ। ପ୍ରଭାସ କ୍ଷେତ୍ରରେ ଉଦ୍ଧବଙ୍କର ଏହି ବଚନ ଶୁଣି ଭଗବାନ ମନେ ମନେ ବିଚାର କଲେ, ଭକ୍ତମାନଙ୍କର ଅବଲମ୍ବନ ନିମନ୍ତେ ମୁଁ କି ବ୍ୟବସ୍ଥା କରିବା ଉଚିତ ହେବ? ହେ ସୈନକ, ବିଚାର କରିସାରି ଭଗବାନ ନିଜର ସକଳ ଶକ୍ତି ଭାଗବତରେ ରଖିଦେଲେ। ସେ ଅନ୍ତର୍ଧ୍ୟାନ ହୋଇ ଏହି ଭାଗବତ ସମୁଦ୍ରରେ ପ୍ରବେଶ କରାଇଲେ।
ତେଣୁ ଭାଗବତ ହେଉଛି ଭଗବାନଙ୍କର ସାକ୍ଷାତ ସପ୍ତମୟୀ ମୂର୍ତ୍ତି। ଏହା ସେବନ, ଶ୍ରବଣ, ପାଠ ଅଥବା ଦର୍ଶନ ମାତ୍ରେ ହିଁ ମନୁଷ୍ୟର ସକଳ ପାପ ନଷ୍ଟ ହୋଇଯାଏ। ଏହି କାରଣରୁ ଭାଗବତ ସପ୍ତାହ ଶ୍ରବଣକୁ ସର୍ବଶ୍ରେଷ୍ଠ ଧର୍ମ ବୋଲି ସ୍ୱୀକାର କରିଯାଆନ୍ତି। ପୁଣି କଳିଯୁଗରେ ତ ଅନ୍ୟ ସକଳ ସାଧନା ଅପେକ୍ଷା ଏହା ହିଁ ପ୍ରଧାନ ଧର୍ମ ବୋଲି କୁହାଯାଇଛି। କଳିକାଳରେ ଏହା ଏହିପରି ଶ୍ରେଷ୍ଠ ଧର୍ମ ଯେ ଏହା ସକଳ ଦୁଃଖ, ଦାରିଦ୍ର୍ୟ, ଦୁର୍ଭାଗ୍ୟ ଓ ପାପ ସମ୍ପୂର୍ଣ୍ଣ ରୂପ ଧୋଇଦିଏ ତଥା କାମ, କ୍ରୋଧ ଆଦି ଶତ୍ରୁମାନଙ୍କ ଉପରେ ବିଜୟ ପ୍ରଦାନ କରେ। ଅନ୍ୟଥା ଭଗବାନଙ୍କର ଏହିପରି ମାୟାର କବଳରୁ ତ୍ରାହି ପାଇବା ଦେବତାମାନଙ୍କ ପକ୍ଷରେ ମଧ୍ୟ କଠିନ। ମନୁଷ୍ୟ ବା ତ୍ରାହି ପାଇବା କିପରି? ତେଣୁ ବିଷ୍ଣୁ ମାୟାରୁ ରକ୍ଷା ପାଇବା ପାଇଁ ସପ୍ତାହ ଶ୍ରବଣ ବିଧାନ କରାଯାଇଛି। ଶ୍ରୀସୁତ ମୁନି କହିଚାଲିଲେ, ହେ ସୈନିକ, ସନାକାଦି ମୁନୀଶ୍ୱର ଏହିପରି ସପ୍ତାହ ଶ୍ରବଣର ମହିମା ବର୍ଣ୍ଣନା କରିଥାନ୍ତି। ଠିକ୍ ଏହି ବି ସମୟରେ ସଭାରେ ଗୋଟିଏ ଆଶ୍ଚର୍ଯ୍ୟକର ଘଟଣା ଘଟିଗଲା। କ'ଣ ଘଟିଲା ମୁଁ କହୁଛି ଶୁଣ। ତରୁଣ ଅବସ୍ଥା ପ୍ରାପ୍ତ ହୋଇଥିବା ଦୁଇ ପୁତ୍ରକୁ ସାଥିରେ ଧରି ବିଶୁଦ୍ଧ ପ୍ରେମରୂପା ଭକ୍ତି ବାରମ୍ବାର ଶ୍ରୀକୃଷ୍ଣ ଗୋବିନ୍ଦ, ହରେ ମୁରାରୀ, ହେ ନାଥ ନାରାୟଣ ବାସୁଦେବ ଆଦି ଭାଗବନାମ ଉଚ୍ଚାରଣ କରି କରି ଅସ୍ମାକତ ସେଠାରେ ପ୍ରକଟ ହୋଇଗଲେ। ସମସ୍ତେ ସଭାସଦ ଦେଖିବାକୁ ପାଇଲେ ଯେ ପରମ ସୁନ୍ଦରୀ ଭକ୍ତିରାଣୀ ଭାଗବତ ଅର୍ଥରୂପୀ ଆଭୂଷଣରେ ଭୂଷିତା ହୋଇ ସେଠାରେ ପ୍ରବେଶ କଲେ। ମୁନିମାନଙ୍କର ସେହି ସଭାରେ ସମସ୍ତେ ପରସ୍ପରକୁ ଚାହିଁବାକୁ ଲାଗିଲେ, ଇଏ କିପରି ଏଠାକୁ ଆସିଲେ? ଏଠାରେ ପ୍ରବେଶ କଲେ କେଉଁ ବାଟେ? ତାହା ଶୁଣି ସନକାଦି କହିଲେ, ହେ ଭକ୍ତି ଦେବୀ, ଏବେ ଭାଗବତ କଥାର ଅର୍ଥରୁ ଆବିର୍ଭୂତ ହେଲା। ସେମାନଙ୍କ କଥା ଶୁଣି ଭକ୍ତି ଦେବୀ ନିଜ ପୁତ୍ରମାନଙ୍କ ସମେତ ଅତ୍ୟନ୍ତ ବିନମ୍ର ହୋଇ ସନତ କୁମାରଙ୍କୁ କହିଲେ। ଭକ୍ତି ଦେବୀ କହିଲେ, ମୁଁ କଳି ଯୁଗରେ ନଷ୍ଟ ପ୍ରାୟ ହୋଇଯାଇଥିଲି। ଆପଣ କଥାମୃତ ସେବନ କରି ମୋତେ ପୁନର୍ବାର ପୁଷ୍ଟ କରିଦେଲେ। ବର୍ତ୍ତମାନ ମୁଁ କେଉଁଠି ରହିବି ଆପଣ କୁହନ୍ତୁ। ତାହା ଶୁଣି ସନକାଦି କହିଲେ, ତୁମେ ଭକ୍ତମାନଙ୍କୁ ଭଗବାନଙ୍କର ସ୍ୱରୂପ ପ୍ରଦାନ କରିଥାଅ। ତୁମେ ଅନନ୍ୟ ପ୍ରେମ ସମ୍ପାଦନ କରିଥାଅ ଏବଂ ସଂସାର ରୋଗ ନିର୍ମୂଳ କରିଥାଅ। ତେଣୁ ତୁମେ ଧୈର୍ଯ୍ୟ ଧରି ନିତ୍ୟ ନିରନ୍ତର ବିଷ୍ଣୁ ଭକ୍ତମାନଙ୍କ ହୃଦୟରେ ହିଁ ନିବାସ କର। କଳିଯୁଗରେ ଦୋଷ ସମଗ୍ର ସଂସାର ଉପରେ ତା'ର ପ୍ରଭାବ ବିସ୍ତାର କରିପାରେ, କିନ୍ତୁ ବିଷ୍ଣୁ ଭକ୍ତଙ୍କ ହୃଦୟରେ ରହିଲେ ତୁମେ ଉପରେ ତା'ର ଦୃଷ୍ଟ ବି ପଡ଼ିପାରିବ ନାହିଁ। ଏହିପରି ଭାବରେ ସେମାନଙ୍କର ଆଜ୍ଞା ପାଇବା କ୍ଷଣି ଭକ୍ତି ତୁରନ୍ତ ଯାଇ ଭଗବତ ଭକ୍ତମାନଙ୍କ ହୃଦୟରେ ବିରାଜିତ ହୋଇଗଲେ। ଯେଉଁମାନଙ୍କ ହୃଦୟରେ ଏକମାତ୍ର ଶ୍ରୀହରିଙ୍କ ପ୍ରତି ଭକ୍ତି ନିବାସ କରେ, ସେମାନେ ତ୍ରିଲୋକରେ ଅଧିପତି ବା ସେମାନଙ୍କ ମଧ୍ୟରେ ଭୌତିକ ସମ୍ପନ୍ନ ଦୃଷ୍ଟିରୁ ଅତ୍ୟନ୍ତ ନିର୍ଧନ ହୋଇଥିଲେ ମଧ୍ୟ ପରମ ଧନୀ। କାରଣ ଏହି ଭକ୍ତ ସୂତ୍ରରେ ବାନ୍ଧି ହୋଇ ସାକ୍ଷାତ ଭଗବାନ ମଧ୍ୟ ତାଙ୍କର ପରମ ଧାମ ଛାଡ଼ି ଆସି ସେହି ଭକ୍ତମାନଙ୍କ ହୃଦୟରେ ନିତ୍ୟ ନିବାସ କରନ୍ତି। ଭୂଲୋକରେ ଭଗବତ ହେଉଛି ସାକ୍ଷାତ ପରବ୍ରହ୍ମଙ୍କର ବିଗ୍ରହ। ଆମେ ବା ଏହାର ମହିମା କେତେ ଦୂର ବର୍ଣ୍ଣିପାରିବୁ? ଏହା ଆଶ୍ରୟ ନେଇ, ଏହା ଶୁଣାଇ ଦେଇ ତ ଶୁଣାଉଥିବା ଲୋକ ଉଭୟ ଶ୍ରୀକୃଷ୍ଣଙ୍କର ପାରୁପାର୍ଶ୍ୱ ମୁକ୍ତି ପାଇଯାଆନ୍ତି। ସୁତରାଂ ଭଗବତ ଆଶ୍ରୟ ଛାଡ଼ି ଅନ୍ୟ ଧର୍ମ
ବାରେ ବା କି ପ୍ରୟୋଜନ ରହିଛି? ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରାଖଣ୍ଡେ ଶ୍ରୀମଦ୍ଭାଗବତ ମହାତ୍ମ୍ୟ ଭକ୍ତି କୃଷ୍ଣ ବିବୃତ୍ତି ନାମ ଚତୁର୍ଥାଧ୍ୟାୟ।